ଖରାଦିନେ ସବୁଠୁ ସହଜ ଥଣ୍ଡା ଥଣ୍ଡା ମିଠା ହାଲୁଆ ନୁହଁ କି ବରଫି ନୁହଁ, ତାଠୁ ବି ଜବରଦସ୍ତ ଲାଗିବ ସ୍ୱାଦଟା। ଚିନି, କ୍ଷୀର, ଘିଅ କିଛି ନାହିଁ ଦରକାର, ମାତ୍ର 3ଟି ସାମଗ୍ରୀ ଲୋଡ଼ା, ଭାରି ସ୍ୱାସ୍ଥ୍ୟକର। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସବୁଠୁ ସହଜ କମ୍ ସମୟରେ ମାଣ୍ଡିଆରେ ଗୋଟେ ବହୁତ ବଢ଼ିଆ ମିଠା ବ୍ୟଞ୍ଜନ ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣନ୍ତି ମାଣ୍ଡିଆ ହେଉଛି ଗୁଣର ଭଣ୍ଡାର। ମାଣ୍ଡିଆରେ ସବୁଠୁ ଅଧିକ କ୍ୟାଲସିୟମ, ଫସ୍ଫରସ୍, ଆଇରନ୍ ଅଛି, ଯାହାକି ଆମର ହାଡ଼ ଆଉ ଦାନ୍ତକୁ ମଜବୁତ କରେ। ବିଶେଷ କରି ସ୍ତ୍ରୀ ଲୋକମାନଙ୍କ ପାଇଁ ମାଣ୍ଡିଆ ପୁରାପୁରି ରାମବାଣ ପରି। ଆପଣମାନେ ନିଶ୍ଚୟ ଆପଣମାନଙ୍କର ଖାଦ୍ୟରେ ମାଣ୍ଡିଆକୁ ସାମିଲ କରନ୍ତୁ। ଏବେ ଆମେ ଗୋଟେ ଗିନା ମାଣ୍ଡିଆ ଗୁଣ୍ଡ ସହିତ ଏଠି ନେବା ଗୋଟେ ଗିନା କୋକୋନଟ୍ ମିଲ୍କ ପାଉଡର। ଆପଣମାନେ ତା ବଦଳରେ ନେଇପାରିବେ ନଡ଼ିଆ କ୍ଷୀର। ନଡ଼ିଆ କ୍ଷୀର ପ୍ରସ୍ତୁତ କରିବା ତ ଆପଣମାନେ ସମସ୍ତେ ଜାଣନ୍ତି। ତାଜା ନଡ଼ିଆକୁ ପ୍ରଥମେ କୋରିଦେବେ। ଗୋଟେ ଫାଳେ ନଡ଼ିଆକୁ ଆପଣମାନେ ହାଲକା ଉଷୁମ ପାଣିରେ ଭଲ ଭାବରେ ବାଟିଦେବେ। ତାପରେ ଆପଣମାନେ ଚୁପୁଡ଼ି ଦେବେ। ପ୍ରସ୍ତୁତ ହେଇଯିବ ନଡ଼ିଆ କ୍ଷୀର ପୁରା ତାଜା ନଡ଼ିଆରୁ। କିନ୍ତୁ ମୁଁ ଏଠି ନେଇଛି କୋକୋନଟ୍ ମିଲ୍କ ପାଉଡର। ବହୁତ ଶୀଘ୍ର ଆମେ ପ୍ରସ୍ତୁତ କରିପାରିବା କ୍ଷୀର ଗୁଣ୍ଡରୁ କ୍ଷୀର। ଦେଖନ୍ତୁ କେମିତି ଏଠି ଆମେ ଯେତିକି ନେବା ମାଣ୍ଡିଆ ସେତିକି ନେବା କ୍ଷୀର ଗୁଣ୍ଡ। ଆପଣମାନେ ଚାହିଁଲେ ମାଣ୍ଡିଆ ଗୁଣ୍ଡ ବଦଳରେ ମାଣ୍ଡିଆ ମଧ୍ୟ ନେଇପାରିବେ। ଯଦି ମାଣ୍ଡିଆ ନେବେ ତାହେଲେ 5-6 ଘଣ୍ଟା ପାଇଁ ମାଣ୍ଡିଆକୁ ବତୁରେଇ ଦେବେ। ତାପରେ ନଡ଼ିଆ ସହିତ ମାଣ୍ଡିଆକୁ ବାଟିକି ମଧ୍ୟ ନେଇପାରିବେ। କିନ୍ତୁ ଆମେ ଏଠି ଫଟାଫଟ ପ୍ରସ୍ତୁତ କରିବା ପାଇଁ ଗୋଟେ ଗିନା ମାଣ୍ଡିଆ ଗୁଣ୍ଡ ସହିତ ଗୋଟେ ଗିନା ଆମେ ଏଠି ନେଇଛୁ କୋକୋନଟ୍ ମିଲ୍କ ପାଉଡର। ଆଉ ମନେ ରଖିବେ ଯେତିକି ମାଣ୍ଡିଆ ନେବେ ତାର 3 ଗୁଣ ନେବେ ପାଣି। ସେଥିପାଇଁ ଆମେ କ'ଣ କରିବା ନା ଗୋଟେ ଗିନା ଯେହେତୁ ମାଣ୍ଡିଆ ନେଇଛେ ସେଥିପାଇଁ ଆମେ ପ୍ରଥମେ ଗୋଟେ ପାତ୍ରରେ 3 ଗିନା ଆମେ ଦେଇଦେବା ପାଣି। ଯେଉଁ ଗିନାରେ ମାଣ୍ଡିଆ ନେଇଥିବେ ସେଇ ଗିନାରେ ମାପିକି 3 ଗିନା ପାଣି ନେବେ। ଆଉ ଯଦି ଆପଣମାନେ ନଡ଼ିଆ କ୍ଷୀର ନିଅନ୍ତି, ନଡ଼ିଆରୁ ବାହାର କରିକି କ୍ଷୀର ନିଅନ୍ତି, ତାହେଲେ 3 ଗିନା ପାଣିରେ ଆପଣମାନେ କ୍ଷୀର ପ୍ରସ୍ତୁତ କରିବେ। ଯେହେତୁ ଏଠି ମୁଁ ଗୋଟେ ଗିନା ମାଣ୍ଡିଆ ନେଇଛି ସେଥିପାଇଁ 3 ଗିନା ପାଣିକୁ ହାଲକା ଉଷୁମ କରିଦେବା। ବେଶୀ ବି ଗରମ କରିବାନି, ହାଲକା ଉଷୁମ କରିବା ଫଳରେ କ'ଣ ହେବ ନା ଆମେ ଯେଉଁ କୋକୋନଟ୍ ମିଲ୍କ ପାଉଡର ଏଥିରେ ମିଶାଇବା ବଢ଼ିଆ ଭାବରେ ମିଶିଯିବ ଆଉ ଗେଟା ବା ଲମ୍ସ ରହିବନି। ଯେମିତି ଆପଣମାନେ କ୍ଷୀର ଗୁଣ୍ଡ ବା ମିଲ୍କ ପାଉଡର ବ୍ୟବହାର କରନ୍ତି ସେମିତି କୋକୋନଟ୍ ମିଲ୍କ ପାଉଡର ମଧ୍ୟ ବ୍ୟବହାର କରିପାରିବେ। ବାସ୍ନା ସ୍ୱାଦ ବହୁତ ବଢ଼ିଆ ରହିବ, ପୁରାପୁରି କ୍ରିମି କ୍ରିମି ହେଇକି। ଏବେ ଦେଖନ୍ତୁ ଆମର ପ୍ରସ୍ତୁତ ହେଇଯାଇଛି। ଆମେ ଗୋଟେ ପାତ୍ରକୁ ରଖିଦେବା ନଡ଼ିଆ କ୍ଷୀରକୁ। ଆମେ ଏଇ ନଡ଼ିଆ କ୍ଷୀରରେ ମିଶାଇବା ଆମର ମାଣ୍ଡିଆ ଗୁଣ୍ଡକୁ। ସେଥିପାଇଁ ପ୍ରଥମେ ଆମେ ମାଣ୍ଡିଆ ଗୁଣ୍ଡକୁ ଗୋଟେ ପାତ୍ରରେ ରଖିକି ଅଳ୍ପ ଅଳ୍ପ ନଡ଼ିଆ କ୍ଷୀର ମିଶାଇବା ଆଉ ଗୋଳେଇବା। ଆମେ ଏଇ ମାଣ୍ଡିଆ ଗୁଣ୍ଡ ସହିତ ପ୍ରସ୍ତୁତ କରିଥିବା ନଡ଼ିଆ କ୍ଷୀରକୁ ଅଳ୍ପ ଅଳ୍ପ ଦେବା, ଭଲ ଭାବରେ ଗୋଳେଇ ଦେବା। ଏଠି ଦେଖନ୍ତୁ ବଢ଼ିଆ ଭାବରେ ଗୋଳେଇ ହେଇଯାଇଛି ଆଉ ପୁରାପୁରି ସ୍ମୁଥ୍ ହେଇକି ମିଶି ଯାଇଛି। ବିଲକୁଲ ଗେଟା ବା ଲମ୍ସ ନାହିଁ। ଏମିତି ଆପଣମାନଙ୍କୁ ମାଣ୍ଡିଆ ଗୁଣ୍ଡକୁ ପୁରା ଚିକ୍କଣ କରିକି ମିଶାଇବାକୁ ପଡ଼ିବ। ଏବେ ଦେଖନ୍ତୁ ଭଲ ଭାବରେ ଆମେ ମିଶାଇ ଦେଇଛେ। ଏବେ ଆମେ କ'ଣ କରିବା ନା ଗୋଟେ ପାତ୍ର ନେବା ଆଉ ସେଇ ପାତ୍ରରେ ଆମେ ଏଇ ଯେଉଁ ମିଶ୍ରଣକୁ ଛାଣିଦେବା। ଏମିତି ଛାଣିଦେଲେ ବଢ଼ିଆ ଭାବରେ ପୁରା ଚିକ୍କଣ ହୋଇକି ପ୍ରସ୍ତୁତ ହେବ ଆମର ଏଇ ମିଠାଟି। ଯେହେତୁ ମାଣ୍ଡିଆକୁ ଯେତେ ବି ଆପଣମାନେ ଗୁଣ୍ଡ କଲେ ଟିକେ ଗୁଣ୍ଡ ଖଦଡ଼ା ରହିଯାଏ, ଆପଣମାନେ ଏମିତି ଛାଣିକି ନେଇଗଲେ ଗୋଟେ ଚା ଛଣାରେ କ'ଣ ହେବ ନା ଟିକେ ବି ଯଦି ଖଦଡ଼ା ଅଂଶ ଥିବ ସବୁ ବାହାରିଯିବ। ଆପଣମାନେ ଚାହିଁଲେ ନଡ଼ିଆ କ୍ଷୀର ବଦଳରେ ନର୍ମାଲ କ୍ଷୀରରେ ମଧ୍ୟ ପ୍ରସ୍ତୁତ କରିପାରିବେ। କିନ୍ତୁ ନଡ଼ିଆ କ୍ଷୀର ଦେଲେ ତାର ବାସ୍ନା ଓ ସ୍ୱାଦ ବହୁତ ବଢ଼ିଆ ରହିବ। ଆପଣମାନେ ଥରେ ଏମିତି ନଡ଼ିଆ କ୍ଷୀର ପ୍ରସ୍ତୁତ କରିକି କରନ୍ତୁ, ନଚେତ ଆପଣମାନେ କ୍ଷୀରରେ ମଧ୍ୟ ପ୍ରସ୍ତୁତ କରିପାରିବେ କିମ୍ବା କେବଳ ପାଣିରେ ମଧ୍ୟ ପ୍ରସ୍ତୁତ କରିପାରିବେ। କିନ୍ତୁ ମାଣ୍ଡିଆ ଯେତିକି ନେବେ ତାର 3ରୁ 4 ଗୁଣ ଭିତରେ ନେବେ ପାଣି, ଯାହାଫଳରେ କି ବହୁତ ବଢ଼ିଆ ଭାବରେ ମାଣ୍ଡିଆ ସିଝିବ ଆଉ ପୁରାପୁରି ହାଲକା ହେଇକି ପୁରା ନରମ ପାଟିରେ ପକେଇଲେ ମିଳେଇ ଗଲା ପରି ଆମର ମିଠା ପ୍ରସ୍ତୁତ ହେବ। ଏବେ ଦେଖନ୍ତୁ ଆମେ ଛାଣି ଦେଇକି ଗୋଟେ ବଡ଼ ଚାମଚ ଆମର ଖଦଡ଼ା ଅଂଶ ବାହାରିଲା। ଏବେ ଆମେ
मांडिया आउ क्षीर जो भल भाव गोलेले से देदेबा गुड़ जेतिक आपण मैंने मांडिया नहीं सेतिकी नेबे गुड़ बढ़िया मीठा रहिबो। आपण मानकु जदि मीठा कम पसंद ताहले आपण माने मीठा मध्य कम पकई परिवे। एठी हमें मांडिया गुड़ आउ नड़िया क्षीर ए तीनोटी सामग्री रे प्रस्तुत करबा। हमर आज मीठा बहुत शीघ्र प्रस्तुत हो जिवो, मात्र 5 मिनिट भितर स्वाद पूरा पूरी जबरदस्त रहिबो। आउ स्वाद पाई अल्प टिके लुण देदेबा, ताको भल भावरे मध्यम जालरे टिके रांधि देबा। देखिबे 2-3 मिनिट पर भल भावरे फुटिबाकू लागिबो आउ धीरे धीरे बहलिया हो जिवो। जेहेतु आमे ताको छाणी की नैचे पूरा चिकन होइकी प्रस्तुत होबो, जेमिति हालुआ बर्फी ठू भी पूरा स्वादिष्ट रहिबो। एबे देखंतु 2-3 मिनिट रे भल भावरे टिके बहलिया हो गलानी आउ केते ऊपर चिकन देखा जाउचे, जेमिति देसी घियो बा आमे अधिक तेल घिओ देले जेमिति बर्फी बा हालुआ देखा जाए सेमिति पूरा पूरी देखा जाउची। एमिति आपण माने थरे प्रस्तुत करंतु, बहुत बढ़िया स्वादिष्ट लागिबो। देह पाई भी बहुत भल। आपण माने एमिति 5-7 मिनिट पाई मीडियम फ्लेम रे भल भावरे रांधिबे। देखंतु एबे 5-7 मिनिट पर हमर प्रस्तुत हो जाइए। पूरा पूरी एमिति आमर मांडिया को एमिति आमे रांधि सारिबा परे ताको ठंडा करदेबा। टिके हल्का ठंडा हैला परे से आहुरी बहलिया हो जिवो। एबे आमे ताको कोन करिबा ना, आपण माने चाहिले ट्रे रे हो किंबा जेकोनोसी प्लेट रे मध्य आपण माने ढाली परिबे, किंतु मु एठी गोटे बड़ गिना रे एई मांडिया को ढाली देबी। किंतु आपण माने जेते बेले ट्रे रे हो किंबा गिना रे ढालिबे बिल्कुल तेल किंबा घिओ लगेबेनी, खाली टिके भल भावरे धोई देबे। पानी अंश टिके भीतरे लागिथिबो, जहा फल रे कि पूरा पूरी ठंडा हो गला परे आराम रे गिनारू बा थाली रू बाहरी आसीबो। एबे देखंतु मु 2टी गिना एठी नेइची, 2टी गिना रे आमे इथरे देई दबा आ पूरा पूरी ठंडा करबा को छाडी दबा। पूरा पूरी ठंडा हो सारिबा परे आमे ताको फ्रिज रे रखी दबा 3-4 घंटा पाई, जहा फल रे कि पूरा पूरी बढ़िया भावरे पूरा पूरी ठंडा हो जिवो आउ बसी गला परे से आहुरी बहलिया हो जिवो। आउ देखंतु एबे 4-5 घंटा परे हमर ए मीठा केते बढ़िया भावरे सेट हो जाइछि आउ केते सुंदर देखा जाउछि। पूरा हल्का पूरा नरम आउ एते नरम जे आपण माने पाटी रे पकेले मिलै जिवो। आपण माने एमिति थरे प्रस्तुत करंतु, जानि परिबे बहुत शीघ्र सहज रे प्रस्तुत हो जिवो। मात्र 3टी सामग्री रे मात्र 5 मिनिट समय भितर आपण माने एते स्वादिष्ट स्वास्थ्यकर मीठा व्यंजनटी प्रस्तुत करि परिबे। खरा दिने निश्चय मांडिया खाइबा कथा। मांडिया आमर पेट को ठंडा रखे, ता सहित मांडिया रे एते गुण भरी रही जे आपण माने निश्चय आपण मानकर खाद्य रे मांडिया को शामिल करंतु। सप्ताह को थरे हो किंबा 2 थर मांडिया निश्चय खांतु। मीठा खाइबा को इच्छा हेले आपण माने एमिति मीठा प्रस्तुत करंतु, फ्रिज रे रखी दियंतु, पूरा पूरी ठंडा हो जिवो। ठंडा ठंडा मीठा खाइबार मजा किछि अलगा खरा दिने। आपण माने एमिति प्रस्तुत करंतु, खांतु, समस्त को खाइबा को दियंतु। देखिबे समस्त को एते पसंद लागिबो जे आपण माने सप्ताह को 2-3 थर बनैबा को भल पाइबे। तेबे आजिर प्रस्तुति आपण मानको केमिति लागिला विनम्रतार सहित अनुरोध निश्चय जणेबे। तेबे आज पई एतिकी। जय जय जगन्नाथ।